ଓଡ଼ିଶାର କୋଣାର୍କ ମନ୍ଦିର କୁହନ୍ତୁ ଅଥବା ପୁରୀ ଜଗନ୍ନାଥ ମନ୍ଦିର, ଇଏ ଆମକୁ ତଥା ଆମ ରାଜ୍ୟ ଓଡ଼ିଶାକୁ ଗୋଟିଏ ସ୍ୱତନ୍ତ୍ର ପରିଚୟ ଦେଇ ଆସିଛି ବିଶ୍ୱ ଦରବାରରେ। ଗଙ୍ଗବଂଶର ରାଜା ନରସିଂହ ଦେବଙ୍କ ପୃଷ୍ଠପୋଷକତାରେ ଯେଉଁ 1200 ବଢ଼େଇ କୋଣାର୍କ ମନ୍ଦିର ନିର୍ମାଣ କରିଥିଲେ, ତାଙ୍କର ଦାୟାଦମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଓଡ଼ିଶାର ଗର୍ବ ଓ ଗୌରବ ପଦ୍ମବିଭୂଷଣ ଶ୍ରୀଯୁକ୍ତ ସୁଦର୍ଶନ ସାହୁ। 11 ମାର୍ଚ୍ଚ 1939 ମସିହାରେ ପୁରୀରେ ଜନ୍ମଗ୍ରହଣ କରିଥିଲେ। ପ୍ରସ୍ତର ଶିଳ୍ପକଳା ଓ କାରୁକାର୍ଯ୍ୟର ସୂକ୍ଷ୍ମାତିସୂକ୍ଷ୍ମ ଚାତୁର୍ଯ୍ୟର ପ୍ରବାହମାନ ଧାରାକୁ ପିଢ଼ି ପରେ ପିଢ଼ି ବଞ୍ଚାଇ ରଖିବାର ମହାନ କାର୍ଯ୍ୟକୁ ସେ ବଜାୟ ରଖିଛନ୍ତି। ପଥର ନିର୍ଜୀବ, ହେଲେ ପଥର ଭିତରେ ଜୀବନ ଭରିବା ଏକ ଚମତ୍କାର ତଥା ନିଆରା କାର୍ଯ୍ୟ। ତାଙ୍କର ନିହାଣ ଏବଂ ହାତୁଡ଼ିର ସ୍ପର୍ଶରେ ନିର୍ଜୀବ ପଥର ସବୁ ସଜୀବ ହୋଇଯାଆନ୍ତି। ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ଯିବା ପାଇଁ ଭୁବନେଶ୍ୱର ବରମୁଣ୍ଡା ନୂଆ ବସଷ୍ଟାଣ୍ଡରୁ କଟକ ରାସ୍ତାରେ 4 କିଲୋମିଟର ଗଲା ପରେ ପଡ଼େ ଜୟଦେବ ବିହାର ଛକ। ଜୟଦେବ ବିହାର ଛକରୁ ବାମ ପାର୍ଶ୍ୱରେ ନନ୍ଦନକାନନ ରାସ୍ତାରେ ଗଲାବେଳେ ପାଖାପାଖି 1 କିଲୋମିଟର ଭିତରେ ବାମ ପାର୍ଶ୍ୱରେ ପଡ଼େ ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ। ସାମ୍ନାରେ ଗୌତମ ବୁଦ୍ଧଙ୍କର ବିରାଟ ପ୍ରତିମା ଦୃଷ୍ଟି ଆକର୍ଷଣ କରିଥାଏ। 1991 ମସିହାରେ ଏହା ପ୍ରତିଷ୍ଠା ହୋଇଥିଲା। ପ୍ରାକୃତିକ ପରିବେଶ ଭିତରେ ମୂର୍ତ୍ତିକଳାର ସମାହାର ଗୋଟିଏ ଅଫୁରନ୍ତ ଖୁସି ଆଣିଦିଏ। ପ୍ରାଚୀନ କଳିଙ୍ଗ ହେଉ କି ମଧ୍ୟଯୁଗୀୟ କଳିଙ୍ଗ, ସବୁଠାରେ ପ୍ରସ୍ତର କଳାର ନିଖୁଣ ଚାତୁର୍ଯ୍ୟ ଦେଖିବାକୁ ମିଳେ। ଯୁଗ ପରେ ଯୁଗ ବିତି ଚାଲିଛି, ହେଲେ ପ୍ରସ୍ତର କଳା ବଞ୍ଚି ରହିଛି। ଏହା ମରିନାହିଁ। ଏହାକୁ ବଞ୍ଚାଇ ରଖିଛନ୍ତି ମହାନ ଶିଳ୍ପୀ ଏବଂ କାରିଗର ବଂଶର ଦାୟାଦମାନେ। ସେମାନଙ୍କ ମଧ୍ୟରେ ରହିଛନ୍ତି ଓଡ଼ିଶାର ସୁନାମଧନ୍ୟ ପ୍ରସ୍ତର ଶିଳ୍ପୀ ବିଶ୍ୱକର୍ମା ଶ୍ରୀଯୁକ୍ତ ସୁଦର୍ଶନ ସାହୁ। ତାଙ୍କର ଜୀବନବ୍ୟାପୀ ଏହି କଳା ସାଧନାରେ ଫୁଟି ଉଠିଛି ଅଗଣିତ ପ୍ରସ୍ତର କଳା। ଗଣେଶ, ସରସ୍ୱତୀ, କୋଣାର୍କ ଚକ୍ର, ରାଧାକୃଷ୍ଣ, ଜଟାୟୁ, ଗୌତମ ବୁଦ୍ଧ, ମା ଦୁର୍ଗା, କାଳୀ, ହନୁମାନ, ରାମ, ଲକ୍ଷ୍ମଣ, ସୀତା, ଶିବ, ବିଷ୍ଣୁ ତଥା ପୁରାଣ ଓ ଇତିହାସ ଆଧାରିତ ଅନେକ ମୂର୍ତ୍ତି। ପଥର ଦେହରେ ଜୀବନ ଭରିବା ହେଉଛି କଳା ଓ ବିଜ୍ଞାନର ସମ୍ମିଶ୍ରଣ। ଓଡ଼ିଶାର ଗର୍ବ ଓ ଗୌରବକୁ ବଞ୍ଚାଇ ରଖିଥିବା ଜୀବନବ୍ୟାପୀ ସାଧନା। ଗୁରୁ ସୁଦର୍ଶନ କେବଳ ନିଜେ କରନ୍ତିନି, ସେ ସୃଷ୍ଟି କରିଛନ୍ତି ଅନେକ ଶିଷ୍ୟ। ଦିନରାତି ହାତୁଡ଼ି ଓ ନିହାଣର ଠକ୍ ଠକ୍ ଶବ୍ଦ ସୃଷ୍ଟି କରି ଚାଲିଛି ଗୋଟିଏ ପରେ ଗୋଟିଏ ମୂର୍ତ୍ତି। ଶିଳ୍ପୀମାନଙ୍କ ଭାବନାରୁ ସୃଷ୍ଟି ହୋଇଥାଏ ଅନେକ ପ୍ରତିମା। ଯେଉଁ ପ୍ରସ୍ତର କଳା ଦେଖିବାକୁ ଅତ୍ୟନ୍ତ ସୁନ୍ଦର, ତାହା ହିଁ ସୁଦର୍ଶନ। ଯେତେବେଳେ ଓଡ଼ିଆ ଅସ୍ମିତାର କଥା ଆସେ, ସେତେବେଳେ ସାମ୍ନାକୁ ଚାଲି ଆସେ ସେହି ପଥର ଶିଳ୍ପ ଏବଂ ପଥର ଶିଳ୍ପୀମାନଙ୍କର କଥା। ଜୀବନବ୍ୟାପୀ ସାଧନା ଭିତରେ ସେ ସାଉଁଟିଛନ୍ତି ଅନେକ ଗୁଡ଼ିଏ ସମ୍ମାନ। ସେଥିମଧ୍ୟରୁ 1981 ମସିହାରେ ଜାତୀୟ ସମ୍ମାନ, 1988 ମସିହାରେ ଭାରତର ଚତୁର୍ଥ ନାଗରିକ ସମ୍ମାନ ପଦ୍ମଶ୍ରୀ, 2003 ମସିହାରେ ଶିଳ୍ପୀଗୁରୁ ସମ୍ମାନ, 2012 ମସିହାରେ ଓଡ଼ିଶା ଲଳିତ କଳା ଏକାଡେମୀ ତରଫରୁ ଧର୍ମପଦ ସମ୍ମାନ, 2021 ମସିହାରେ ଭାରତର ମର୍ଯ୍ୟାଦାଜନକ ପଦ୍ମବିଭୂଷଣ ସମ୍ମାନ ଅନ୍ୟତମ। ତା ସହିତ ଛୋଟ ବଡ଼ ଅଗଣିତ ପୁରସ୍କାର ପାଇଛନ୍ତି ସୁଦର୍ଶନ ସାହୁ। ତଥାପି ସେ ଅଟକି ନାହାନ୍ତି ତାଙ୍କ ସାଧନା ପଥରେ। ଦେଖିଲେ ଆଶ୍ଚର୍ଯ୍ୟ ଲାଗେ, 86 ବର୍ଷରେ ପଦାର୍ପଣ କରିଥିଲେ ସୁଦ୍ଧା ସମସ୍ତ ଶିଳ୍ପୀମାନଙ୍କ କାମକୁ ତଦାରଖ କରୁଛନ୍ତି ଏବେ ମଧ୍ୟ। ପ୍ରତ୍ୟେକ ପୁରୁଷର ସଫଳ ଜୀବନ ପଛରେ ଜଣେ ନାରୀର ହାତ ଥାଏ। ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ସାହୁ ତାଙ୍କ କାନ୍ଧରେ କାନ୍ଧ ମିଳାଇ ଏଯାବତ୍ ସାଥିରେ ରହି ତାଙ୍କର ମନୋବଳ ବଢ଼ାଉଥିବାର ନଜର ଆସେ। ସେ କହନ୍ତି, ଜଗନ୍ନାଥଙ୍କର କଳା କଳା ଚକା ଆଖିରୁ କଳା ଆବିର୍ଭାବ ହୋଇଛି ଏବଂ ମା ସରସ୍ୱତୀଙ୍କ ଆଶୀର୍ବାଦ ଦ୍ୱାରା ଏହି କଳାର ବୈଭବ ସାରା ପୃଥିବୀକୁ ଯାଇଛି। ବିନା ଗୁରୁରେ ଜଣେ ଏତେ ଉଚ୍ଚକୁ ଉଠିବା କେବେ ସମ୍ଭବ ନୁହେଁ। ତାଙ୍କ ଗୁରୁ ଥିଲେ ପୁନିଆ ମହାରଣା। ସେ ଜଗନ୍ନାଥଙ୍କ କମାର ସେବା କରୁଥିଲେ, ହେଲେ ତାଙ୍କର କୌଳିକ ବୃତ୍ତି ଥିଲା ପଥର ମୂର୍ତ୍ତି କରିବା। ସୁଦର୍ଶନ ଆର୍ଟ ଆଣ୍ଡ କ୍ରାଫ୍ଟ ଭିଲେଜ ଭିତରେ ଅଛି ଗୋଟିଏ ଗ୍ୟାଲେରୀ। ସେଠାରେ ଛୋଟ ବଡ଼ ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ଖଚିତ ମୂର୍ତ୍ତିଗୁଡ଼ିକ ଦେଖିଲେ ଆଖି ଖୁସି ହୋଇଯାଏ। 8 ଫୁଟ ଉଚ୍ଚତାର କାଷ୍ଠ ଖୋଦେଇର ରଥ ଭିତରେ ଶ୍ରୀକୃଷ୍ଣ ଏବଂ ଅର୍ଜୁନଙ୍କ ପ୍ରତିମା ଦେଖିଲେ ମନ ଅଟକିଯାଏ। ପଥର ମୂର୍ତ୍ତି ସାଙ୍ଗକୁ ଧାତୁ ମୂର୍ତ୍ତି, ମାର୍ବଲ ଏବଂ ମୁଗୁନି ପଥରର କାରୁକାର୍ଯ୍ୟ ଦେଖିଲେ ଲାଗେ ସତେ ଯେପରି ବିଶ୍ୱକର୍ମା ଗୁଡ଼ିକ ରାତାରାତି ସବୁ ଗଢ଼ି ଦେଇଛନ୍ତି। ଗୋଟିଏ ବିରାଟ କୋଣାର୍କ ଚକ୍ରର କାରୁକାର୍ଯ୍ୟ ଦେଖିଲେ ଲାଗେ ସତେ ଯେପରି ସେ କୋଣାର୍କ ସୂର୍ଯ୍ୟ ମନ୍ଦିର ବେଢ଼ା ଭିତରେ ଘୁରି ବୁଲୁଛି। ପ୍ରାକୃତିକ ନୈସର୍ଗିକ ପରିବେଶ ଭିତରେ ଶିଳ୍ପୀମାନେ ତାଙ୍କର ସାଧନା ଜାରି ରଖିଛନ୍ତି।
କୋଳାହଳପୂର୍ଣ୍ଣ ଭୁବନେଶ୍ୱର ରାଜରାସ୍ତାକୁ ଲାଗି ରହିଥିଲେ ମଧ୍ୟ ନିସ୍ତବ୍ଧ ପରିବେଶ ଭିତରେ ଶିଳ୍ପୀମାନଙ୍କ ହାତୁଡ଼ି ଓ ନିହାଣର ଠକ୍ ଠକ୍ ଶବ୍ଦ ତଥା ପକ୍ଷୀମାନଙ୍କର କିଚିରିମିଚିରି ଶବ୍ଦ ମନ ଏବଂ ହୃଦୟକୁ ହାଲୁକା କରିଦିଏ। କୋଣାର୍କ ମନ୍ଦିର ଗଢ଼ା ହେଲା ବେଳେ ତ ଆମେ ନଥିଲୁ, କିନ୍ତୁ ଏଇ ଭିତରେ ସେହି ସ୍ମୃତିକୁ ସାଉଁଟିବାର ଅଭିଜ୍ଞତା ପାଇଲା ପରି ମନେ ହୁଏ। ସୁଦର୍ଶନ ସାହୁଙ୍କ ପରି ପ୍ରସ୍ତର ଶିଳ୍ପୀ କାରିଗରମାନେ ହେଉଛନ୍ତି ଆମ ସଂସ୍କୃତି, ପରମ୍ପରା ଏବଂ ଐତିହ୍ୟର ଧ୍ୱଜାବାହକ। ଆସନ୍ତୁ ସେହି ଶିଳ୍ପୀମାନଙ୍କୁ ହୃଦୟ ଭିତରୁ ଧନ୍ୟବାଦ ଦେବା ସହିତ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଜଗତର ନାଥ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରିବା। ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ଜୟ ଜଗନ୍ନାଥ, ଜୟ କଳା।